ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ରେଲସେଲ ଚାଲୁଥିଲା। କଳାକାର ସାଇ ପେଣ୍ଡାଲପୁର ଆଣିଥିଲେ ଅଜଗର ଛୁଆ ଲୋକମାନଙ୍କୁ ଦେଖିବା ପାଇଁ, ଷ୍ଟଣ୍ଟ କରିବା ପାଇଁ। କିନ୍ତୁ ସେ ଜାଣିନଥିଲେ ତାଙ୍କ ପାଇଁ ଅଜଗର ଯେଉଁ ସାପ ଛୁଆଟି ତାଙ୍କ ପାଇଁ କାଳ ସାଜିପାରେ, ସିଏ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ଯାଇପାରନ୍ତି। ସେ କଥା କେବେ ଭାବିନଥିଲେ। କିନ୍ତୁ ସେ ଜାଣିନାହାନ୍ତି ଅନ୍ୟ ଜନ୍ତୁକୁ ପେଣ୍ଡାଲ ଉପରେ ଆଣି ଦେଖାଇବାଟା କେତେ ଦୂର ପାଇଁ ବିପଜ୍ଜନକ ବୋଲି। ପେଣ୍ଡାଲ ଉପରେ ଆଣି সেই ସାଇ ଅଜଗର ଛୁଆକୁ ଧରି ଷ୍ଟଣ୍ଟ ଦେଖାଉଥିଲେ। ବର୍ତ୍ତମାନ সেই ଭିଡ଼ିଓଟି ସାରା ଓଡ଼ିଶାରେ ପୁରା ମାନେ କୋଭିଡ ଭାଇରସ ଭଳିଆ ପୁରା ମାରି ମାରି ଚାଲିଛି। ବର୍ତ୍ତମାନ ସମସ୍ତଙ୍କ ମୋବାଇଲରେ ସେଇ ଭିଡ଼ିଓ ଦେଖିବା ପାଇଁ ମିଳୁଛି। ଓଡ଼ିଶା ବନ୍ୟ ପ୍ରାଣୀ ବିଭାଗ ତରଫରୁ କୁହାଯାଇଛି କେବଳ ସେଇମାନେ ସାପକୁ ଧରିପାରିବେ ଯେଉଁମାନେ ମାନେ ବନ ବିଭାଗ ତରଫରୁ ସ୍ୱୀକୃତି ପ୍ରାପ୍ତ ପାଇଥିବେ, କେବଳ ସେଇମାନେ ସାପକୁ ଧରିପାରିବେ। କିନ୍ତୁ ତୁଳସୀ ଗଣନାଟ୍ୟର କଳାକାର ସାଇ ସେ ଯେଉଁ ପେଣ୍ଡାଲ ଉପରେ ଆଣି ଦେଖାଇଛନ୍ତି ସେ ବର୍ତ୍ତମାନ ଆଇନ ଉଲ୍ଲଂଘନ କରିଛନ୍ତି। 1972 ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଦେଖାଯାଉ সেই କଳାକାର ସାଇଙ୍କ ଉପରେ ଆମର ବନ୍ୟ ବିଭାଗ କ'ଣ ପଦକ୍ଷେପ ନେଉଛନ୍ତି, ବାସ୍ ଖାଲି ଦେଖିବାକୁ ବାକି ରହିଲା। କିନ୍ତୁ ସିଏ କହୁଛନ୍ତି ମିଡ଼ିଆ ଆଗରେ ଏ ବିଷାକ୍ତ ସାପ ନୁହଁ, ମୋର ସାପ ରକ୍ଷା ସହ, ଏ କଥା ବି ମିଡ଼ିଆ ଆଗରେ ସେ କହୁଛନ୍ତି। ଖାଲି ଦେଖିବାକୁ ବାକି ରହିଲା ରାଜ୍ୟ ବନ ବିଭାଗ କ'ଣ ନିଷ୍ପତ୍ତି ନେଉଛନ୍ତି সেই ସାଇଙ୍କ ଉପରେ, କ'ଣ ଦଣ୍ଡ ଶୁଣୁଛନ୍ତି। ଜୟ ଜଗନ୍ନାଥ।